ମଧ୍ୟ ମାନ୍ୟବର ସିଏମ୍ କୁ ଲେଖିକି ଦେଇଥିଲେ ଯେ ଯୋଉଟା ହେଇଛି ଏଟା ଠିକ ନୁହଁ, କାରଣ ଏଟା ବିଭିନ୍ନ ସମାଜ ହେଲା, ବିଭିନ୍ନ ସାମାଜିକ ସଂଗଠନ ସାଧାରଣ ଲୋକଙ୍କ ପାଖରେ ଆସିଲା এই ଚର୍ଚ୍ଚା। ଆମେ ମଧ୍ୟ ବିଚାର କରିବା ପାଇଁ କହିଲୁ ଆପାତତଃ ସହିଲା ଭଳିଆ ମିନିମମ୍ ଆବଶ୍ୟକତା ମୁତାବକ କରାଯାଉ। এইଥିପାଇଁ ଆମେ ଗୋଟେ ସରକାରକୁ ଦେଇଛୁ, ସରକାର ବିଚାର କରୁଛନ୍ତି, ତାକୁ ଅନୁଧ୍ୟାନ କରିକି କରିବେ। ନାଇଁ ସେଟା ମୁଁ ତ କହିପାରିବିନି, ସରକାରଙ୍କ ଉପରେ ଆମେ ଦାୟିତ୍ୱ ଦେଇଛୁ। ମତେ ଲାଗୁ ବିଚାର ଏଇ ଅଧିବେଶନରେ କରିବେ। ସାର୍ ମୁଖ୍ୟତଃ ଆପଣ ଯଦି ଦେଖିବେ ଯେ ଆପଣ ଏଇଟା ସତ ଆପଣ ଜାଣିଛନ୍ତି, ଆପଣ ତ ବାରମ୍ବାର ପୂର୍ବତନ ବିଧାୟକ ମାନେ ସାର୍ ହଇରାଣ ହଉଛନ୍ତି, ସିନା ଆଲୋଚନା ହେଲା କିନ୍ତୁ ନିଶ୍ଚିତ ଭାବରେ ଯୋଉ ଆଜିକା ଦିନରେ ଆମେ ଧରନ୍ତୁ ଯୋଉମାନେ ପ୍ରେଜେଣ୍ଟ ଏମଏଲଏ ଅଛନ୍ତି ଆପାତତଃ ଚଳି ଯାଉଛନ୍ତି, କିନ୍ତୁ ପୂର୍ବତନ ବିଧାୟକ ମାନଙ୍କର ଦୟନୀୟ ଅବସ୍ଥା ଆମକୁ ଯଦି ଦେଖିବା ଆବଶ୍ୟକତା ଅଛି ପେନସନ ଗଣାକ ବଢିବାର। ଯେମିତି ବିଭିନ୍ନ ଶିକ୍ଷକ ସମାଜ ହଉ ବିଭିନ୍ନ ସଂଗଠନ ହଉ ଆନ୍ଦୋଳନ କରୁଛନ୍ତି ଯେମିତି ରିଟାୟାରମେଣ୍ଟ ପରେ ପେନସନ ଗଣ୍ଡା ଦିଅ, ସେଇଭଳି ଆଜିକା ଦିନରେ ଯେହେତୁ ଜଣେ ଜଣେ ସମାଜର ମୁଖ୍ୟ ଧାଡିରେ ବ୍ୟକ୍ତି ବିଶେଷ ଥିଲେ ଆମର ପୂର୍ବତନ ବିଧାୟକ ମାନେ, ତାଙ୍କର ନିଶ୍ଚିତ ଭାବରେ এই পেনশন গণাକୁ ବଢିବାର ଆବଶ୍ୟକତା ଅଛି। ଆମେ ସରକାରକୁ ଦୃଷ୍ଟି ଆକର୍ଷଣ କରିଛୁ, ମତେ ଲାଗୁଛି ଏଇ ବଜେଟରେ ହିଁ ସେ କଥାଟା ଆସିଯିବ।